ବିକଶିତ ଓଡ଼ିଶାରୁ ବାଦ୍ ପଡ଼ିଛି କି ନୂଆଡିହି ରାସ୍ତା? ବର୍ଷ ବର୍ଷ ଧରି ରାସ୍ତା ଖରାପ, ପ୍ରଶାସନ ନିଦ୍ରାରେ। 6.67 କୋଟି ଟଙ୍କା ବରାଦ, ତଥାପି ରାସ୍ତା ହେଲାନି। ଅଙ୍ଗନବାଡ଼ିରୁ ଡ୍ୟାମ୍ ପର୍ଯ୍ୟନ୍ତ ରାସ୍ତାର ଦୟନୀୟ ଅବସ୍ଥା। ବିକାଶ କେଉଁଠି? ତଳସରାବାସୀଙ୍କ ଫୁଟିଲା କ୍ଷୋଭ। ଡବଲ ଇଞ୍ଜିନ ସରକାର, କିନ୍ତୁ ରାସ୍ତା ଏବେ ବି କାଦୁଅ। ବିକଶିତ ଗାଁ ବିକଶିତ ଓଡ଼ିଶାରୁ ବାଦ୍ ପଡ଼ିଛି ତଳସରା ନୂଆଡିହି ଅଙ୍ଗନବାଡ଼ିଠାରୁ ଡ୍ୟାମ୍ ପର୍ଯ୍ୟନ୍ତ ରାସ୍ତା। ହଁ ଦର୍ଶକ ବନ୍ଧୁ, ବାଲିଶଙ୍କରା ବ୍ଲକ ତଳସରା ନୂଆଡିହି ଅଙ୍ଗନବାଡ଼ିଠାରୁ ଡ୍ୟାମ୍ ପର୍ଯ୍ୟନ୍ତ ରାସ୍ତା ବର୍ଷ ବର୍ଷ ଧରି ଖରାପ ହୋଇ ପଡ଼ି ରହିଛି। ପ୍ରଶାସନ ଶୋଇଛି ଘୋର ନିଦ୍ରାରେ। ଯୋଜନା ପରେ ଯୋଜନା ଚାଲିଗଲାଣି, ଏପର୍ଯ୍ୟନ୍ତ ଯୋଜନା ମଧ୍ୟ ବିତିବାକୁ ଯାଉଛି, କିନ୍ତୁ ଏ ରାସ୍ତା ତିଆରି କରିବା ପାଇଁ ବୋଧେ ପ୍ରଶାସନର ଇଚ୍ଛା ନାହିଁ। ବାଲିଶଙ୍କରା ବ୍ଲକରେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ 6,77,83,225 ଟଙ୍କାର ବ୍ୟୟବରାଦ ହୋଇଥିବା ବେଳେ ଆଜି ମଧ୍ୟ ଏହି ରାସ୍ତାର ଉନ୍ନତିକରଣରେ ସରକାରଙ୍କର ନଜର ନାହିଁ। ବିକାଶ ନାଁରେ କୋଟି କୋଟି ଟଙ୍କା ତଳସରା ନିର୍ବାଚନ ମଣ୍ଡଳୀରେ ବରାଦ ହେଉଥିବା ବେଳେ ତଳସରା ପଞ୍ଚାୟତ ବାଦ୍ ପଡ଼ିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଦେଶ ତଥା ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲୁଥିବା ବେଳେ ଗ୍ରାମାଞ୍ଚଳରେ ଥିବା ରାସ୍ତାଘାଟ ତିଆରି କରିବାକୁ ରୁଚି ନାହିଁ ବୋଧେ ସରକାରଙ୍କର। ଭୋଟ ସମୟରେ ଅନେକ ନେତା ଆସି ଲୋକଙ୍କୁ କାମର ଲାଲସା ଦେଇ ଭୋଟ ନେଇ ଜିତିବା ପରେ କାମ କରିବା ଢଙ୍ଗ ବଦଳାଇ ଦେଉଛନ୍ତି। ତଳସରା ନିର୍ବାଚନ ମଣ୍ଡଳୀ ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବା ବେଳେ ଆଦିବାସୀଙ୍କ ଶାସନ ଅଞ୍ଚଳରେ ବିକାଶ ହେଉନଥିବା ଜନସାଧାରଣ ପ୍ରକାଶ କରିଛନ୍ତି। ଅତି ଶୀଘ୍ର ଏହି ରାସ୍ତାକୁ ତିଆରି କରିବା ପାଇଁ ସାଧାରଣରେ ଦାବି ହେଉଛି। ବାଲିଶଙ୍କରାରୁ ଦୁର୍ଯ୍ୟୋଧନ ଗଡିଆଙ୍କ ରିପୋର୍ଟ, ସନ୍ଧ୍ୟା ନ୍ୟୁଜ। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।